ଭାରତର ଅର୍ଥନୀତି ଆଗାମୀ 3 ବର୍ଷ ମଧ୍ୟରେ ଜର୍ମାନୀ ଓ ଜାପାନକୁ ପଛରେ ପକାଇଦେବ ଏବଂ 2047 ସୁଦ୍ଧା ଏହା ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ BVR ସୁବ୍ରମଣ୍ୟମ ଗୁରୁବାର ଏକ କାର୍ଯ୍ୟକ୍ରମରେ ସମ୍ବୋଧିତ କରି କହିଛନ୍ତି, ଭାରତ ବିଶ୍ୱ ପାଇଁ ଶିକ୍ଷାର କେନ୍ଦ୍ର ହୋଇପାରେ, କାରଣ ଅନ୍ୟ ସମସ୍ତ ଜିନିଷଠାରୁ ଏହାର ସବୁଠାରୁ ବଡ଼ ସୁବିଧା ହେଉଛି ଏହାର ଗଣତନ୍ତ୍ର। ସେ କହିଛନ୍ତି, ବର୍ତ୍ତମାନ ଭାରତୀୟ ଅର୍ଥନୀତି ବିଶ୍ୱର 5ମ ବୃହତ୍ତମ ଅର୍ଥନୀତି। ଆଗାମୀ ବର୍ଷର ଶେଷ ସୁଦ୍ଧା ଆମେ 4ର୍ଥ ବୃହତ୍ତମ ଅର୍ଥନୀତି ହେବୁ। ତାପରେ ପରବର୍ତ୍ତୀ ବର୍ଷରେ ଆମେ 3ୟ ବୃହତ୍ତମ ଅର୍ଥନୀତି ହେବୁ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିର ସାମ୍ପ୍ରତିକ ତଥ୍ୟ ଅନୁସାରେ ଭାରତର ଅର୍ଥନୀତିର ଆକାର ବର୍ତ୍ତମାନ 4.3 ଟ୍ରିଲିୟନ ଆମେରିକୀୟ ଡଲାର। BVR ସୁବ୍ରମଣ୍ୟମ କହିଛନ୍ତି, ଆମେ 3 ବର୍ଷ ମଧ୍ୟରେ ଜର୍ମାନୀ ଏବଂ ଜାପାନ ଠାରୁ ମଧ୍ୟ ବଡ଼ ହେବୁ। 2047 ସୁଦ୍ଧା ଆମେ ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବାର ସମ୍ଭାବନା ରହିଛି। ସେ ଆଇନ ଏବଂ ହିସାବ ନିକାଶ ସମେତ ସମସ୍ତ ଭାରତୀୟ କମ୍ପାନୀକୁ ବିଶ୍ୱ ନେତା ହେବାର ଆକାଂକ୍ଷା ରଖିବାକୁ ଆହ୍ୱାନ ଦେଇଛନ୍ତି। ନୀତି ଆୟୋଗର CEO କହିଛନ୍ତି ଯେ ମଧ୍ୟମ ଆୟ ଦେଶଗୁଡ଼ିକର ସମସ୍ୟା ନିମ୍ନ ଆୟ ଦେଶଗୁଡ଼ିକର ସମସ୍ୟାଠାରୁ ବହୁତ ଭିନ୍ନ। ଏହା ଗରିବଙ୍କୁ ଖାଦ୍ୟ ଦେବା କିମ୍ବା ସେମାନଙ୍କୁ ପୋଷାକ ଯୋଗାଇବା ବିଷୟରେ ନୁହେଁ, ଏହା ଜ୍ଞାନ ଆଧାରିତ ଅର୍ଥନୀତିକୁ କିପରି ଗଢ଼ି ତୋଳାଯାଇପାରିବ ସେ ବିଷୟରେ। ସୁବ୍ରମଣ୍ୟମ କହିଛନ୍ତି ଯେ ବିଶ୍ୱର କେବେ ଏପରି ପରିସ୍ଥିତି ଦେଖାଯାଇ ନାହିଁ ଯେଉଁଠାରେ ଜନସଂଖ୍ୟା ହ୍ରାସ ପାଇବ। ସେ କହିଛନ୍ତି, ଜାପାନ 15,000 ଭାରତୀୟ ନର୍ସ ଏବଂ ଜର୍ମାନୀ 20,000 ସ୍ୱାସ୍ଥ୍ୟକର୍ମୀଙ୍କ ସେବା ନେଉଛି, କାରଣ ସେମାନଙ୍କ ପାଖରେ ପେସାଦାର ଲୋକଙ୍କ ଅଭାବ ରହିଛି ଏବଂ ପାରିବାରିକ ବ୍ୟବସ୍ଥା ମଧ୍ୟ ଭାଙ୍ଗି ପଡ଼ିଛି। ସେ ଆହୁରି କହିଛନ୍ତି, ଭାରତ ବିଶ୍ୱରେ କାର୍ଯ୍ୟକ୍ଷମ ବୟସର ଲୋକଙ୍କର ଏକ ସ୍ଥିର ଯୋଗାଣକାରୀ ହେବ ଏବଂ ଏହା ହିଁ ସବୁଠାରୁ ଆମର ବଡ଼ ଶକ୍ତି। ब्यूरो रिपोर्ट, दिनलिपि लाइव। दिनलिपि लाइव को एबे ही लाइक शेयर सब्सक्राइब करंतु।